ସମସ୍ତଙ୍କର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଇଂରାଜୀ ଭାଷା ଏଭଳିଆ ଗୋଟେ ଭାଷା, ବହୁତ ସମୟରେ ଓଡ଼ିଆ ଶବ୍ଦର ସ୍ପେଲିଂ ସେମାନେ ଭୁଲ କରିଥାନ୍ତି। ଇଂରାଜୀ କହିବାର ଯେଉଁ କଳା, ସେଥିରେ ଫନେଟିକ୍ସ କହନ୍ତି। ଫନେଟିକ୍ସର ଅର୍ଥ ହେଲା ଯେ ଉଚ୍ଚାରଣ। ଆମେ ଶୁଦ୍ଧ ଓଡ଼ିଆ ଯେଉଁଭଳି ଭାବରେ ଉଚ୍ଚାରଣ କରୁଛୁ, ଇଂରାଜୀ କହୁଥିବା ଲୋକ ଆମ ଶବ୍ଦ କିମ୍ବା ଆମ ବାକ୍ୟ ଉଚ୍ଚାରଣ କଲାବେଳକୁ ସେଇଭଳିଆ ଉଚ୍ଚାରଣ ହେବ ନାହିଁ। ବୁଝିଲେ? ଆପଣଙ୍କର ନ୍ୟୁଜିଲାଣ୍ଡରେ, ଇଂଲଣ୍ଡରେ, ୟୁରୋପର ବିଭିନ୍ନ ରାଜ୍ୟରେ, ଆମେରିକାରେ ସମସ୍ତଙ୍କର ଉଚ୍ଚାରଣ ଭିନ୍ନ ଭିନ୍ନ। ଏଠି ସେ କ୍ରମରେ ସେ ଉଚ୍ଚାରଣ ଆଧାରରେ ଯେଉଁ ସ୍ପେଲିଂ ସବୁ ଓଡ଼ିଆ ଶବ୍ଦାବଳୀର ହେଇଥିଲା, ଗାଁ କିମ୍ବା ଅଞ୍ଚଳର ନାଁକୁ ନେଇକରି ଏମିତି ଗୁଡ଼ିଏ ତ୍ରୁଟି ବିଚ୍ୟୁତି ବାହାରିବ। ପ୍ରଥମ ପର୍ଯ୍ୟାୟରେ ଯେତେ ଆସିଲା ତାକୁ ଆମେ ବିଜ୍ଞାପନ ଜରିଆରେ ଲୋକଙ୍କର, ସେ ଅଞ୍ଚଳର ଲୋକମାନଙ୍କର ମତାମତ ମାଗିଛୁ। ଏବେ ଯେଉଁମାନେ ଏଭଳିଆ ତାଙ୍କର ଗାଁ ବାବଦରେ ମଧ୍ୟ ଆମ ପାଖକୁ ସୂଚନା କରିବେ କିମ୍ବା ଆବେଦନ କରିବେ, ତାକୁ ମଧ୍ୟ ଆମେ ବିଚାରକୁ ନେବୁ। ଓଡ଼ିଆ ଏପଟ ସେପଟ ହେବ ନାହିଁ। ଇଂରାଜୀ ତା'ର ଲେଟର ତାକୁ ବଦଳାଇବାକୁ ପଡ଼ିବ। ଇଂରାଜୀ ଅନୁସାରେ ତ ଆମେ ଓଡ଼ିଆ ନାଁଟା ବଦଳିବୁ ନାହିଁ। ଓଡ଼ିଆ ସ୍ଥିର, ଯୁଗ ଯୁଗ ଧରିକରି ନିର୍ଦ୍ଦିଷ୍ଟ କାରଣ ଏବଂ ପୃଷ୍ଠଭୂମି ଆଧାରରେ ଗାଁର ନାମକରଣ ହୋଇଥାଏ, ଅଞ୍ଚଳର ନାମକରଣ ହୋଇଥାଏ। ତାର ସାଙ୍ଗରେ ଲୋକଙ୍କର ଭାବାବେଗ ମଧ୍ୟ ଯୋଡ଼ିକରି ରହିଥାଏ। ତେଣୁ ଏଠି ପରିବର୍ତ୍ତନ କରିବେ, ଆଉ ସେଠି ଯଦି ପରିବର୍ତ୍ତନ ନ ହୁଏ ତାହେଲେ ପୁଣି ମିସ୍ମ୍ୟାଚ୍ ହୋଇଯାଇଥାଏ। ତେଣୁ ରାଜସ୍ୱ ବିଭାଗ ହେଉ କିମ୍ବା ଅନ୍ୟ ବିଭାଗ ହେଉ, ଯେଉଁ ଜାଗାରେ ଆପଣ ରେଳ କଥା କହିଲେ, ରେଳରେ ମଧ୍ୟ ସେ ଷ୍ଟେସନର ନାଁ ଆପଣ ଭୁଲ ପାଇବେ ହେଲା। ସେଥିରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟର ମଧ୍ୟ ଇଂରାଜୀରେ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଥିଲା, ହିନ୍ଦୀ ପ୍ରକରଣଟା ମଧ୍ୟ ଭୁଲ ଥିଲା। ତେଣୁ ଏଇଟା ଗୋଟେ ଭାବାବେଗ ବିଷୟ, ଆଉ ଏଭଳିଆ ତ୍ରୁଟି ବିଚ୍ୟୁତି ହେବା କଥା ନୁହଁ। ଆଉ ଯେଉଁ ଯେଉଁ ଜାଗାରେ କେନ୍ଦ୍ର ସରକାରଙ୍କର ମଧ୍ୟ ଏଥିରେ ସହାୟତାର ଆବଶ୍ୟକତା ଅଛି, ଆମେ ତାଙ୍କର ମଧ୍ୟ ସହାୟତା ନେବୁ, ତାଙ୍କୁ ମଧ୍ୟ ସୂଚିତ କରିବୁ ଏବଂ ପ୍ରୟାସ କରିବୁ ଯେ ଯୁଗ ଯୁଗ ଧରିକରି ଯେଉଁ ନାଁ ଗାଁ ଲୋକେ ଆମର ପୂର୍ବଜମାନେ ସ୍ଥିର କରିଥିଲେ, ନାମକରଣ କରିଥିଲେ, ତାହାର ଯାହା ଶବ୍ଦାବଳୀ, ସେ ଶବ୍ଦାବଳୀର ଆବଶ୍ୟକ ସ୍ଥଳରେ ହିନ୍ଦୀରେ କିମ୍ବା ଇଂରାଜୀରେ ତା'ର ବ୍ୟବହାର ହେଲା ବେଳକୁ ନିଖୁଣ ଭାବରେ ପ୍ରୟାସ କରିବୁ ଯେ ସ୍ପେଲିଂ ଇଂରାଜୀ ହେଉ କିମ୍ବା ହିନ୍ଦୀ ହେଉ, ଓଡ଼ିଆ ଶବ୍ଦର ନିଖୁଣ ଟ୍ରାନ୍ସଲେସନ୍ ହେଉ।